ପିଲାମାନେ ଦେଖ ଯେଉଁ ମୁଁ ଆର୍ଆଇର କଟଅଫ୍ ପୁଣି ଲେଖିଛି, ପିଲାମାନେ ବିରକ୍ତି ହେଇଯିବେଣି କଟଅଫ୍ ସବୁବେଳେ ଲେଖାହେଉଛି। ତ ସେଥିରେ ଆଲୋଚନା କରେନି। ଆମର ବର୍ତ୍ତମାନ ଆଲୋଚନା ମେନ୍ ହେଉଛି ରିଭାଇଜ୍ ଆନ୍ସର୍ କି, ଠିକ୍ ଅଛି, ଆଉ ପ୍ରିଲିମ୍ ରେଜଲ୍ଟ, ଆଉ ଭିତରେ ଆଲୋଚନା କରିବା ବର୍ତ୍ତମାନ ଆମେ। ତ ପିଲାମାନେ ଦେଖ ଆଜି ଗୋଟେ ନୋଟିସ୍ ଆସିଥିଲା, ଏ ଯେଉଁ 1 ନଭେମ୍ବରର ଯେଉଁ ହେଇଥିଲା ଥାର୍ଡ଼ ସିଫ୍ଟ ଯେଉଁଟା ଏକ୍ଜାମ୍ ହେଇଥିଲା, ତ ତାର ଯେଉଁ ପ୍ରୋବ୍ଲେମ୍ ହେଇଥିଲା ସେଥିପାଇଁକା ସେ ଆସିଛି, ବୁଝିପାରୁଛ। ତାପରେ ଯେଉଁ ଅବଜେକ୍ସନ୍ ଲିଷ୍ଟ ପାଇଁକା ଦେଖ ଫିଲିଂ ଅବଜେକ୍ସନ୍ ଲିଷ୍ଟ ଆସିଛି, ଠିକ୍ ଅଛି। ତ ଏଇଟା ଆସିଛି, ଏଇଟା ତୁମେ ଯାଇକିନା OSSରୁ ଆଣିକି ଭଲ କି ଦେଖିଦେବ ନୋଟିସ୍ଟା, ଠିକ୍ ଅଛି। ଆମର ବର୍ତ୍ତମାନ ଆଲୋଚନା କରିବା 1 ନଭେମ୍ବର ତାପରେ କହିଲି ତୁମକୁ ସେ ନୋଟିସ୍ଟା ଦେଇକି କହିଲି। ବର୍ତ୍ତମାନ ଏଇଟା ଆରାମସେ କେଉଁଠୁ ଡାଉନଲୋଡ଼ କରିଦେବ AAA ସାଇଟ୍ରୁ, ଡାଉନଲୋଡ଼ କରିକି ଏଇଟା ପଢ଼ିଦେବ ସେ ନୋଟିସ୍ଟା କ'ଣ ଲେଖା ହେଇଛି। ଯେଉଁ ଥାର୍ଡ଼ ସିଫ୍ଟଟା ଯେଉଁ 1 ନଭେମ୍ବରର କାହାର ପ୍ରୋବ୍ଲେମ୍ ହେଇଥିଲା, ତ ସାର୍ ଏଇଟା ଦେଖିଦେବ, ଠିକ୍ ଅଛି। ତାପରେ ରିଭାଇଜ୍ ଆନ୍ସର୍ କି, ଠିକ୍ ଅଛି ପିଲାମାନେ। ଦେଖ ରିଭାଇଜ୍ ଆନ୍ସର୍ କି ଯେଉଁ ମୁଁ କହିଥିଲି, ତୁମର ରିଭାଇଜ୍ ଆନ୍ସର୍ କି ତୁମର ମୁଁ କହିଛି ଯେଉଁଟା ଆମର କରେକ୍ସନ୍ ଫର୍ମ ଯେଉଁଟା ଆମର ଦେଇଛନ୍ତି ବର୍ତ୍ତମାନ ନୋଟିସ୍, ତ ସେଇଟା ଗଲା ପରେ, ଠିକ୍ ଅଛି, ତୁମର 7-8 ଦିନ ଭିତରେ ଆମର ରିଭାଇଜ୍ ଆନ୍ସର୍ କି ଆସିଯିବ, ଠିକ୍ ଅଛି। ରିଭାଇଜ୍ ଆନ୍ସର୍ କି 6-7 ଦିନ ଭିତରେ ଆମର ଆସିଯିବ। ଆସିଲା ପରେ ଆମର କ'ଣ କହିଥିଲି ମୁଁ, ତାପରେ କହିଲି କଟଅଫ୍, ଠିକ୍ ଅଛି। ଦେଖ ରିଭାଇଜ୍ ଆନ୍ସର୍ କି ମୁଁ କହିଥିଲି ତୁମକୁ ଆସିବ, ତୁମ ଯେଉଁ ପିଲାମାନଙ୍କର ଅଛି ବର୍ତ୍ତମାନ 65ଟାରେ ଅଛି, ରିଭାଇଜ୍ ଆନ୍ସର୍ 67 ହେଇଗଲା, ଠିକ୍ ଅଛି। ତେଣୁ କହିହେବନି କାହାର କେତେ କଟଅଫ୍ଟା ଯାଉଛି। ବର୍ତ୍ତମାନ ପିଲା କିଛି କହୁଛନ୍ତି ହାଇ କଟଅଫ୍ ଯିବ, 80 ଭଳିଆ କଟଅଫ୍ ଯିବ। 80 କୌଣସି ପ୍ରକାର ଯିବନି କଟଅଫ୍ ତୁମର ମୁଁ ଏବେ ବି କହି ଯେଉଁମାନେ 65ରୁ 70 ଅଛି ୟୁଆର ପିଲା, ଆଉ SC BC SC ST 2-3 ମାନେ କମ୍ ଧର, ଫିମେଲ୍ ବି ସେ 2-3 ମାନେ କମ୍ ଧର। ତ ଯେଉଁମାନେ 65ରୁ 70, ଯେଉଁମାନେ ମୁଁ କହିଛି ଫାଷ୍ଟରୁ ଦେଖିବ ଯେତିକି ମୋର କଟଅଫ୍ ଭିଡ଼ିଓ ପକେଇଛି ଆଉ କହିଛି ଆନାଲିସିସ୍ କରିଛି, 65ରୁ 70 ଯେଉଁମାନେ ଅଛି ର ସ୍କୋର, ସେମାନେ ପ୍ରିପେୟାର ହୁଅ। କାହାର ଆଇଦର ଯେଉଁ ଆମର ଆସିବ ନର୍ମାଲାଇଜେସନ୍ ହେଲା ପରେ କ'ଣ ମାର୍କ ବଢ଼ିବ କମେ ସେଇଟାରେ ଟେନସନ୍ ନାହିଁ, କିନ୍ତୁ 65ରୁ 70 ଯେଉଁମାନଙ୍କର ଅଛି, ବୁଝିପାରୁଛ କି, 65ରୁ 70 ଯେଉଁମାନଙ୍କର ଅଛି ସେମାନେ ପୁରା ଟେନସନ୍ ଫ୍ରିରେ ବସ। ଆଉ ଗୋଟେ ଆମର ରହିଲା କହୁଥିଲି ମୁଁ ରେଜଲ୍ଟ କଥା। ଦେଖ ରେଜଲ୍ଟ ତୁମର ମୁଁ ତୁମକୁ ଆଗରୁ ବି କହିଛି, ଏବେ ବି କହୁଛି, ତୁମର ରିଭାଇଜ୍ ଆନ୍ସର୍ କି ଆସିବ। ଆସିଲା ପରେ ନେକ୍ସଟ 15 ଦିନରୁ ମାସେ ଭିତରେ ରେଜଲ୍ଟ ଆସିବ। ତୁମକୁ କହିଲେ ଡିସେମ୍ବର 30, ଦେଖ ଡିସେମ୍ବର 30 ଭିତରେ ତୁମ ରେଜଲ୍ଟ ଆସିବ। ବର୍ତ୍ତମାନ ଡିସେମ୍ବର 1 ହେବ, ତ ଡିସେମ୍ବର 30 ଭିତରେ ତୁମ ରେଜଲ୍ଟ ଆସିବ। ଯଦି ଡିସେମ୍ବର 30 ନ ଆସେ, ଜାନୁଆରୀ 15 ଦିନ ଫାଇନାଲ୍ ପ୍ରିଲିମ୍ ରେଜଲ୍ଟ ଆସିବ, ଫାଇନାଲ୍ ଭିତରେ, ଠିକ୍ ଅଛି। ତୁମର ଡିସେମ୍ବର 30ରୁ ଡିସେମ୍ବର 30ରୁ ଜାନୁଆରୀ 15, ଡିସେମ୍ବର 30 ମୋତେ ଲାଗୁଛି ମ୍ୟାକ୍ସିମମ୍, କାହିଁକିନା ଏବେ ବର୍ତ୍ତମାନ ହେଲା ମାନେ ରିଭାଇଜ୍ ଆନ୍ସର୍ କି ଆ ଭିତରେ ଆସିଯିବ ସବୁ, ମାନେ ଯେଉଁଟା ଆମର ଅବଜେକ୍ସନ୍ ଫର୍ମ ଗଲା ପରେ, ତ ଆସିଗଲା ପରେ ତୁମର ମ୍ୟାକ୍ସିମମ୍ 15ରୁ 20 ଦିନ ନେବ ସିଏ ତୁମକୁ ଆନ୍ସର୍ ଦେବା ପାଇଁ, ଯେଉଁ ରେଜଲ୍ଟ ବାହାର କରିବା ପାଇଁ। ଆନ୍ସର୍ ସେ ରିଭାଇଜ୍ ଆନ୍ସର୍ କି 7 ଦିନ ଭିତରେ, 7ରୁ 8 ଦିନ ଭିତରେ ପଳେଇ ଆସିବ, ଠିକ୍ ଅଛି। କିନ୍ତୁ ମେନ୍ ଯେଉଁ ରେଜଲ୍ଟ ତୁମର ମୁଁ କହୁଛି ସେଇ 30 ଭିତରେ ଆସିବ, ନହେଲେ ମ୍ୟାକ୍ସିମମ୍ ଜାନୁଆରୀ 15। ଏ ଦୁଇଟା ଗଲା ପରେ ତୁମର ମେନ୍ ଏକ୍ଜାମ୍ ଭାବିନ 2 ମାସ ଭିତରେ। ତ ସେଥିପାଇଁ ପିଲାମାନେ ଡେରି ନ କରି ପଢ଼ାପଢ଼ି ଜାରି ରଖ, ଠିକ୍ ଅଛି। ତୁମେ କହିବ ମୋ ରେଜଲ୍ଟ ଆଇଲା ପରେ ପଢ଼ିବି, ସେଟା ଟାଇମ୍ ନଥିବ, ଅନେଲା ପୁଣି ତୁମେ ଖସିବ। ଦେଖିବ ଏବେ ଯେଉଁ LTR ପିଲା 6000 ପିଲା ଯେଉଁ ଆମର ଯେଉଁ LTR ଥିଲା ବର୍ତ୍ତମାନ ପୋଷ୍ଟ, ତା 2000ରୁ 4000 ପିଲା ଭଳି, 2000 ନା 4000 ପିଲା ଭଳି ତାଙ୍କର ସେଇଠି ପୋଷ୍ଟିଂ ନେଲେ। ଆମର ଫରେଷ୍ଟର ପିଲା ନେଲେ, IRB ବାଟାଲିୟନ୍ ପିଲା ନେଲେ। ଦେଖୁଛ ତ ରିଲ୍ସ ପକାଉଥିବେ, ଷ୍ଟାଟସ୍ ପକାଉଥିବେ ପିଲା କେମିତି। ତ ସେଥିପାଇଁ ତୁମେ ମାନେ ଭାବ ତୁମେ ବି ଦିନେ ରିଲ୍ସ ପକାଇବ, ଷ୍ଟାଟସ୍ ପକାଇବ, ବୁଝିପାରୁଛ, ଚାକିରି ପାଇଲେ। ଆଉ ତେଣୁକରି ସେଥିପାଇଁ ଡେରି ନ କର। ଆର୍ଆଇର ତୁମର ମୁଁ କହୁଛି ଜୁନ୍ ସୁଦ୍ଧା ତୁମର ପ୍ରାୟ ପୋଷ୍ଟିଂ ହେଇଯାଇପାର। ତେଣୁକରି ସେଥିପାଇଁ ଟେନସନ୍ ନିଅ ନା, ପଢ଼ାପଢ଼ି କଣ୍ଟିନ୍ୟୁ କର। ପୁଣି ଓଡ଼ିଶା ପୋଲିସ ଆସିବ, ତା ପାଇଁ ଆମର ଭିଡ଼ିଓ ସବୁ ଚାଲିବ, ବର୍ତ୍ତମାନ କ୍ଲାସ୍ ବି ଚାଲିବ। ତେଣୁକରି ତୁମେ ଆମର ଯେଉଁ ବି ଯାହାର କିଛି ପ୍ରୋବ୍ଲେମ୍ ହେଉଛି କମେଣ୍ଟ କର, ଠିକ୍ ଅଛି। ଆଜି ପାଇଁ ଏତିକି, ପୁଣି ଦେଖା ହେବ ତୁମ କମେଣ୍ଟ ନେଇନା ପୁଣି ଗୋଟେ ଭିଡ଼ିଓ ଆସିବ। ଆଉ ରହୁଛୁ ଆଉ।